हनुमानଙ୍କର ପ୍ରକୃତ ନାମ ହନୁମାନ ନୁହଁ, ଅଞ୍ଜନେୟ ବି ନୁହଁ, ନା କି ବଜରଙ୍ଗବଲି। କ'ଣ ଆପଣମାନେ ହନୁମାନଙ୍କର ପ୍ରକୃତ ନାମ ଜାଣିଛନ୍ତି? ଯଦି ଜାଣିଛନ୍ତି କମେଣ୍ଟ ବକ୍ସରେ ଜଣାନ୍ତୁ। ହନୁମାନଙ୍କର ପ୍ରକୃତ ନାମ ହେଲା ସୁନ୍ଦର। ଭଗବାନ ଶିବଙ୍କର ତପସ୍ୟାର ଫଳ ସ୍ୱରୂପ ହନୁମାନଙ୍କର ଜନ୍ମ ହୋଇଥିଲା। ରୂପ ଆଉ ଚରିତ୍ରରେ ସୁନ୍ଦର ହୋଇଥିବାରୁ ହନୁମାନଙ୍କର ନାମ ସୁନ୍ଦର ଦିଆଯାଇଥିଲା। ରାମାୟଣର ପଞ୍ଚମ ଅଧ୍ୟାୟ, ଯେଉଁ ଅଧ୍ୟାୟରେ ହନୁମାନଙ୍କର ଗୁଣ, ଚରିତ୍ର ଆଉ କୀର୍ତ୍ତି ଏସବୁ ବିଷୟରେ ଉଲ୍ଲେଖ ଅଛି, ସେ ଅଧ୍ୟାୟକୁ ସୁନ୍ଦରକାଣ୍ଡ ଏଥିପାଇଁ ହିଁ କୁହାଯାଏ। ତାହେଲେ ଆମେ ସମସ୍ତେ ହନୁମାନ ବୋଲି କାହିଁକି କହୁଛେ? ଦେଖ, ହନୁମାନ ଶବ୍ଦରେ ହନୁର ଅର୍ଥ ହେଲା ପାଟିହାଡ଼, ଯାହାକୁ ଆମେ ହନୁହାଡ଼ ବୋଲି ମଧ୍ୟ କହୁଛେ। ଆଉ ମାନ ଶବ୍ଦର ଅର୍ଥ ହେଲା ଫୁଲିଥିବା। ଛୋଟବେଳେ ଯେତେବେଳେ ହନୁମାନ ସୂର୍ଯ୍ୟକୁ ଫଳ ବୋଲି ଭାବି ଖାଇବାକୁ ଯାଉଥିଲେ, ସେତେବେଳେ ହନୁମାନଙ୍କୁ ରୋକିବା ପାଇଁ ଇନ୍ଦ୍ର ବଜ୍ର ପ୍ରହାର କରିଥିଲେ, ଯେଉଁ ପ୍ରହାର ଯୋଗୁଁ ହନୁମାନଙ୍କର ପାଟିହାଡ଼ ବା ହନୁହାଡ଼ ଫୁଲି ଯାଇଥିଲା, ଯେଉଁଥିପାଇଁ ଆମେ ତାଙ୍କୁ ହନୁମାନ ବୋଲି କହୁଛେ। ହନୁ ଅସ୍ୟ ଅସ୍ତି ଇତି ହନୁମାନ, ମାନେ ଯାହାର ବହୁତ ବଡ଼ ପାଟି ହାଡ଼ ବା ହନୁହାଡ଼ ଅଛି। ଏହାପରେ ଦେବତାମାନେ ମିଶି ହନୁମାନଙ୍କୁ ସବୁ ଅସ୍ତ୍ରର ଆଘାତରୁ ଇମ୍ୟୁନିଟି ପ୍ରଦାନ କରିଥିଲେ। ମାନେ ହନୁମାନଙ୍କୁ ବର ମିଳିଥିଲା କି ତାଙ୍କୁ କେଉଁ ଅସ୍ତ୍ରର ପ୍ରହାରରେ ବି ଆଘାତ ପହଞ୍ଚିବ ନାହିଁ। ଯାହାପରେ ହନୁମାନଙ୍କର ଶରୀର ବଜ୍ର ପରି ଶକ୍ତିଶାଳୀ ହୋଇଯାଇଥିଲା, ଯେଉଁଥିପାଇଁ ଆମେ ତାଙ୍କୁ ବଜରଙ୍ଗବଲି ବୋଲି କହୁଛେ। ଆଉ ମାତା ଅଞ୍ଜନୀଙ୍କର ପୁତ୍ର ହୋଇଥିବାରୁ ଆମେ ତାକୁ ଅଞ୍ଜନେୟ ବା ଅଞ୍ଜନୀ ପୁତ୍ର ବୋଲି କହୁଛେ।